ଛେଳି ଚରାଇବାକୁ ଯାଇଥିବା ଯୁବତୀ ଘରକୁ ଫେରି ଗାମୁଛା ନେଇଗଲା ଆଉ ଗଛ ଉପରକୁ ଚଢ଼ି ଝୁଲି ପଡ଼ିବାକୁ ଚେଷ୍ଟା କରୁଥିଲା ବେଳେ ଗୋଡ଼ ଖସିଗଲା ଆଉ ଉପରକୁ ଯିବା ବଦଳରେ ତଳେ କଚାଡ଼ି ହୋଇ ପଡ଼ିଲା। ଯୁବତୀର ଚିତ୍କାର ଶୁଣି ସମସ୍ତେ ଦୌଡ଼ି ଆସିଲେ। ଯୁବତୀକୁ ଉଠାଇ ତୁରନ୍ତ ମେଡ଼ିକାଲ ନେଲେ ଆଉ ଏମିତି କରିବାର କାରଣ ପଚାରିଥିଲେ। ସେ ଯୁବତୀ ଆତ୍ମହତ୍ୟା କରିବାର ଯେଉଁ କାରଣ କହିଥିଲା ଆପଣ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ, ରକ୍ତ ଗରମ ହୋଇଯିବ। ଜାଣିବାକୁ ଚାହୁଁଛନ୍ତି ଛେଳି ଚରାଇବାକୁ ଯାଇଥିବା ଜଣେ ନିରୀହ ଗରିବ ଯୁବତୀ ସହିତ କ'ଣ ଘଟିଥିଲା? ତେବେ ଡେରି ନ କରି ଆସନ୍ତୁ ଆରମ୍ଭ କରିବା ଆଜିର ଏ ଲୋମହର୍ଷଣକାରୀ କାହାଣୀ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଉଦୁଉଦିଆ ଖରାବେଳ ସୁନସାନ ହୋଇଯାଇଥିଲା ଗାଁ ଆଉ ଗାଁ ପାଖରେ ଥିବା ବଣ ଜଙ୍ଗଲ। ସବୁଦିନ ପରି ସେଦିନ ବି ଘରର ବଢ଼ିଲା ଝିଅ ନିଜ ଛେଳିମାନଙ୍କୁ ନେଇ ଚରାଇବାକୁ ବାହାରି ପଡ଼ିଲା ଘର ପାଖରେ ଥିବା ଜଙ୍ଗଲକୁ। ଛେଳିମାନେ ଖୁସିରେ ଜଙ୍ଗଲରେ ଚରୁଥିଲେ ଆଉ ଛେଳି ନେଇ ଯାଇଥିବା ଯୁବତୀ ସେମାନଙ୍କୁ ନଜର ରଖିଥିଲା। କିନ୍ତୁ ସେ ଜାଣିନଥିଲା ଛେଳିମାନଙ୍କ ଉପରେ ନଜର ରଖୁ ରଖୁ ତା ଅଜାଣତରେ ତା ପଛପଟୁ କେହି ତା ସହିତ ଏମିତି କରିଦେବ। ସୁନସାନ ଜଙ୍ଗଲ ଭିତରେ ଏକା ଏକା ଜଣେ ଯୁବତୀକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲା ନାରୀ ଲୋଭୀ ରାକ୍ଷସ ରିଙ୍କୁ। ଆଉ ସୁଯୋଗ ଦେଖି ଯୁବତୀକୁ ପ୍ରଥମେ ପଛପଟୁ ମାଡ଼ି ବସି ତଳେ ପକାଇ ଦେଇଥିଲା ଆଉ ଜୋର ଜବରଦସ୍ତ ଖିନ୍ ଭିନ୍ କରି ଯୁବତୀକୁ ଦୁଷ୍କର୍ମ ପରେ ଦୁଷ୍କର୍ମ କରି ଚାଲିଥିଲା। ଯୁବତୀ ଚିତ୍କାର କରି ଚାଲିଥିଲା, କିନ୍ତୁ ସେହି ସୁନସାନ ଜଙ୍ଗଲ ଭିତରେ ତା ଚିତ୍କାର କେବଳ ସେହି ରାକ୍ଷସ ଆଉ ଛେଳିମାନଙ୍କ ଛଡ଼ା କେହି ଶୁଣିପାରିନଥିଲେ। ହେଲେ ଛେଳିମାନେ ବି ନିଜ ମାଲିକର ଚିତ୍କାର ଶୁଣି ଜୋର ଜୋରରେ ବୋବେଇବା ଆରମ୍ଭ କରିଥିଲେ। ସେ ଛେଳିମାନେ ବୋଧେ ଚିତ୍କାର କରି କରି ସେ ରାକ୍ଷସକୁ ନେଉରା ହେଉଥିଲେ, ଆମ ମାଲିକକୁ ଛାଡ଼ି ଦିଅ। ହେଲେ ନିଜର ଯୌନ ଭୋକ ମେଣ୍ଟାଇବା ପାଇଁ ସେ ରାକ୍ଷସ ରିଙ୍କୁ ଯେମିତି ସବୁ ସୀମା ପାର କରିଦେଇଥିଲା। ନିଜର ଭୋକ ମେଣ୍ଟାଇବା ପରେ ଧମକ ଦେଇ କହିଥିଲା ଯଦି କାହାକୁ କହିବ ସେ ତାର ଆଉ ତା ପରିବାରକୁ ବଦନାମ କରିଦେବ। ଏତିକି କହି ସେଠାରୁ ଫେରାର ହୋଇଯାଉଥିଲା ଯୌନ ପିପାସୁ ରିଙ୍କୁ। ଅସଂଯତ ଅବସ୍ଥାରେ ପଡ଼ି ରହିଥିଲା ଯୁବତୀ। ନିଜର କଷ୍ଟ ଆଖିର ଲୁହ ହୋଇ ବାହାରି ଆସୁଥିଲା। ନିରୀହ ଗରିବ ଘରର ଥିଲା, ଛେଳି ଚରେଇ ନିଜ ଆଉ ନିଜ ପରିବାର ପ୍ରତିପୋଷଣ କରୁଥିବା ଗରିବ ଝିଅଟେ ହେଲେ ବି ନିଜର ଇଜ୍ଜତ ଥିଲା। ଶେଷରେ ଛେଳିମାନଙ୍କୁ ଛାଡ଼ି ଦେଇ ଗାମୁଛା ନେଇ ବାହାରିଗଲା ନିଜ ଦେହ ସହିତ ହୋଇଥିବା ସେ ଲଜ୍ଜା ଘଟଣାକୁ ସବୁଦିନ ପାଇଁ ଶେଷ କରିବାକୁ। କିନ୍ତୁ ଗଛରେ ଚଢ଼ି ଗାମୁଛା ବାନ୍ଧିଲା ବେଳେ ଗୋଡ଼ ଖସି ତଳେ ପଡ଼ି ଚିତ୍କାର କଲାବେଳେ ପାଖରେ ଥିବା କିଛି ଗାଁ ଲୋକେ ଦୌଡ଼ି ଯାଇଥିଲେ ଆଉ ସେ ଯୁବତୀର ବାପାକୁ ଖବର ଦେଇଥିଲେ। ଯୁବତୀକୁ ଡାକ୍ତରଖାନା ନେଇଥିଲେ ଆଉ ଝିଅକୁ ଯେତେବେଳେ କାରଣ ପଚରା ଯାଇଥିଲା ଭୋ ଭୋ ହୋଇ କାନ୍ଦି କାନ୍ଦି ସବୁ କଥା କହିଥିଲା। ସେପଟେ ପୋଲିସ ଅଭିଯୁକ୍ତ ରିଙ୍କୁ ମହନ୍ତକୁ ଗିରଫ କରି ଡାକ୍ତରୀ ମୁଆୟନା କଲା ପରେ କୋର୍ଟ ଚାଲାଣ କରିଛି। ଏମିତି ଏକ ଲଜ୍ଜାଜନକ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଘଟିଥିବା ବେଳେ ରିଙ୍କୁ ଭଳି ଏମିତି ଯୌନ ରାକ୍ଷସ ନାରୀ ଲୋଭୀ ଚରିତ୍ରମାନଙ୍କୁ କେମିତି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।